ଆମେ ପଢ଼ୁଛୁ ଆଜି ଆଉ ଏକ ବିଷୟ ଦି ମାଲାଡି ଅଫ୍ ଦି ସେଞ୍ଚୁରୀ ନଳିନ୍ଦାଙ୍କର ଏ ପ୍ରବନ୍ଧଟି ଏ ଶତାବ୍ଦୀର ରୋଗ। ହ୍ୱାଟ୍ ଇଜ୍ ଦ ମାଲାଡି ଅଫ୍ ଆୱାର ଏଜ୍? ଆମର ଏଇ ସମୟର ଏ ଯୁଗର ରୋଗଟା କ'ଣ? ଇଟ୍ ଇଜ୍ ଦ୍ୟାଟ୍ ମ୍ୟାନ୍ ହ୍ୟାଜ୍ ଲଷ୍ଟ ଟଚ୍ ୱିଥ୍ ହିଜ୍ ସୋଲ୍। ତା କାରଣ ହେଉଛି ମଣିଷ ତା ଆତ୍ମାର ସମ୍ପର୍କରେ ଆଉ ନାହିଁ, ସମ୍ପର୍କ ହରେଇ ବସିଛି। ଜେନେରାଲି ଆମେ କହୁ ଯେ ସ୍ୱାସ୍ଥ୍ୟ କାହିଁ ଖରାପ ହେଲା, ତୋ ଦେହ କାହିଁ ଖରାପ ହେଲା? ନା ବହୁତ ଗୁପଚୁପ୍ ମୁଁ ଖାଇଯାଇଥିଲି, ଇଏ ହେଲା ଖରାପ। ତମ ଦେହ କାହିଁ ଖରାପ ହେଲା? ନା ଫାଷ୍ଟଫୁଡ଼୍ ମୁଁ ସବୁବେଳେ ଖାଉଛି। କ'ଣ ଆଉ ତମ ଦେହ? ନା ବହୁତ ଗାଧେଇ ପଡ଼ିଥିଲି। ଏଇ ହେଉଛି ଗୋଟେ ଗୋଟେ କାରଣ ଆମେ ଦେଖୁ। ତ ଏ ଜଗତଟା, ଏ ଯୁଗଟା ଏତେ ଅସୁବିଧା କାହିଁକି? ବିଭିନ୍ନ ରକମ ଚ୍ୟାଲେଞ୍ଜେସ୍ କାହିଁ ଆସୁଛି? ତା କାରଣ ହେଉଛି ଇଟ୍ ଇଜ୍ ଦ୍ୟାଟ୍ ମ୍ୟାନ୍ ହ୍ୟାଜ୍ ଲଷ୍ଟ ଟଚ୍ ୱିଥ୍ ହିଜ୍ ସୋଲ୍। ମଣିଷ ତାର ଆତ୍ମାର ସମ୍ପର୍କରେ ଆଉ ନାହିଁ। ଦେର୍ ୱାର୍ ଏଜେସ୍ ନୋ ଡାଉଟ୍ ଇନ୍ ଦ ପାଷ୍ଟ। ଅତୀତରେ ଏମିତି ସମୟ ଥିଲା, ଡାର୍କ ପିରିୟଡ଼୍ସ when man's soul retired into the background। ଏମିତି ସମୟ ଥିଲା, ବହୁତ ଖରାପ ସମୟ, ଯେଉଁ ସମୟରେ ଆତ୍ମା ଅପସରି ଯାଇଥିଲା ମଣିଷ ପାଖରୁ। ୱାଜ୍ ଅବସ୍କ୍ୟୁର୍ଡ ଅର୍ ଭେଲ୍ଡ, ପରଦାବୃତ ହେଇଥିଲା, ଅନ୍ଧକାର ଭିତରେ ପଡ଼ିଥିଲା। ବଟ୍ only today there seems to have occurred a definite level, a clear sundering। ବର୍ତ୍ତମାନ କିନ୍ତୁ ଯାହା ଅଳ୍ପ ସମୟ ପାଇଁ ହେଉଥିଲା, ଛୋଟ ଘଟଣା ଘଟୁଥିଲା, ଆଜି ଏଇଟା ବହୁତ ବଡ଼ ଆକାରରେ ଘଟିଛି। ମଣିଷ ତାର ସମ୍ପୂର୍ଣ୍ଣ ଭାବରେ ଆତ୍ମାଠୁ ଛିନ୍ନ ହେଇଯାଇଛି। Man no longer drags the lessening chain that tied him। In spite of everything to his divine essence, he has caught it clean and let himself adrift। ମଣିଷ ଆଉ ଚେନ୍ରେ ବନ୍ଧା ହେଇ, ତାର ଯେଉଁ ଆତ୍ମା ସାଙ୍ଗରେ ଚେନ୍ରେ ବନ୍ଧା ହେଇକି ଥିଲା, ତା ଆଉ ତାକୁ ବାନ୍ଧିକି ରଖିନି। ସେ ଲମ୍ବି ଯାଉନି ଆଉ। ସବୁ ଅସୁବିଧା ସତ୍ତ୍ୱେ, ସବୁ ଏପଟ ସେପଟ ବିଭିନ୍ନ ପରିସ୍ଥିତି ସତ୍ତ୍ୱେ ମଣିଷ ତାର ଜୀବନର ସାରତତ୍ତ୍ୱ ସାଙ୍ଗରେ ବା ଆତ୍ମା ସାଙ୍ଗରେ ସ୍ଥାୟୀ ଭାବରେ ଯେମିତି ମନେ ହେଉଛି ସମ୍ପର୍କ ତୁଟି ଯାଇଛି। The eternal enemy appeared and spread out before our enchantment eyes the panorama of earth's riches and glories। ଯେ ମଣିଷ କ'ଣ ହେଇଛି, ତା ଆଗରେ ଯେଉଁ ସବୁ ଜଗତ ରହିଛି, ଯେଉଁ ସମଗ୍ର ପୃଥିବୀର ଯେଉଁ ଐଶ୍ୱର୍ଯ୍ୟ ରହିଛି, ମହାନତା ରହିଛି, ତା ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଛି। ନଟ୍ ମିୟରଲି riches of comfort and pleasure and well-being, but glories of power and knowledge। ମଣିଷ କେବଳ ତାର ଐଶ୍ୱର୍ଯ୍ୟ, ଟଙ୍କା ପଇସା, ଅର୍ଥ ଦ୍ୱାରା ଯେ ଏବଂ ତାର ଆରାମରେ ରହିବାର ପ୍ରବୃତ୍ତି ଯୋଗୁଁ ଯେ ଅସୁବିଧାରେ ପଡ଼ିଛି, ସେ କଥା ନୁହେଁ। କିନ୍ତୁ ସେ ଯେଉଁ କ୍ଷମତା ପଛରେ ଗୋଡ଼େଇଛି, ତଥାକଥିତ ଜ୍ଞାନ ପଛରେ ଗୋଡ଼େଇଛି, ତାହା ହିଁ ତାକୁ ଏ ଅବସ୍ଥାକୁ ନେଇ ଆସିଛି। We could not resist this time। We hurled ourselves headlong into the valley of temptation। ଏଥରକ ବିଭିନ୍ନ ଯୁଗ ଆସିଛି, ସମୟ ଆସିଛି, ସମୟ ଯାଇଛି, ମଣିଷ କିଛି ଦିନ ପାଇଁ ଆତ୍ମହୀନ ହେଇ ରହିଛି। ଯେ ଆତ୍ମହୀନ ଜଣା, ଯେ ଆତ୍ମାକୁ ହତ୍ୟା କରିଛି, ଏମିତି ହେଇକି ରହିଛି। ଏଥର କିନ୍ତୁ ଆଉ ଅଟକେଇ ହେଇନି, ସେ ସିଧା ମୁହଁ ମାଡ଼ିକରି ତଳେ ପଡ଼ିଛି। ପ୍ରବୃତ୍ତିର ସ୍ପନ୍ଦନ ବା ଲୋଭ ତାକୁ ଟାଣି ଆଣିଛି ଆଉ ଏକ ଜାଗାକୁ। ଡେଲିଭରିଂ ଆଜ୍ ଦି ପ୍ରାଇସ୍ ଅଫ୍ ଦି ବାର୍ଗେନ୍ ଆୱାର ସୋଲ୍। ତାର କ'ଣ ହେଇଛି, ଆତ୍ମାକୁ ନେଇକି ଯେଉଁ ଦ୍ୱନ୍ଦ୍ୱ ଚାଲିଥିଲା, ସେ ଦ୍ୱନ୍ଦ୍ୱ ତାକୁ ଆଉ ଏକ ଜାଗାରେ ନେଇ ପହଞ୍ଚେଇ ଦେଇଛି। ସେ indeed we are masters of many fields। Our knowledge and power extend over an immense variety of regions। ଆମେ ବହୁ କ୍ଷେତ୍ରରେ ସନ୍ଦେହ ନାହିଁ ପ୍ରଭୁତ୍ୱ ସ୍ଥାପନ କରିଛୁ, ଅଧିକାର ସ୍ଥାପନ କରିଛୁ। ଆମ ଜ୍ଞାନ, ଆମର ଶକ୍ତି ଯାହା ବିଭିନ୍ନ ସ୍ତରରେ ବ୍ୟାପିକି ରହିଛି। Uncharted till now, even the Vishnu, the dwarf Vamana, our consciousness has covered with its 3 strides the entire creation, bearing that domain alone where the soul resides। ଆମେ ତିନିଟା ବିଷ୍ଣୁଙ୍କର, ବାମନଙ୍କର 3 ପାଦ ଭଳିଆ
ତିନି ପାଦ ଆମେ ସବୁଆଡ଼େ ବ୍ୟାପି ଯାଇଛି ଏବଂ କିନ୍ତୁ ଗୋଟିଏ ଅଂଶ ଆମେ ଅଧିକାର କରିନାହୁଁ। ସେ ଅଧିକାର ହେଉଛି ଯେ ଆମେ ଆତ୍ମା ରାଜ୍ୟରେ ପହଞ୍ଚି ପାରିନୁ, ଆତ୍ମାକୁ ସ୍ପର୍ଶ କରିପାରିନୁ। ଦୁଇ ଜଣ ବ୍ୟକ୍ତି ଥିଲେ, ଦୁଇ ଭାଇ, ବଡ଼ ଭାଇ ସାନ ଭାଇ। ଏଇଟା ହେଉଛି ବାଇବେଲର କାହାଣୀ। ବଡ଼ ଭାଇ ଯାଇଛି ବୁଲିବା ପାଇଁ, ଜଙ୍ଗଲରେ ବୁଲିବାକୁ ଯାଇଛି। ବୁଲି ବୁଲିକିରି କ୍ଳାନ୍ତ ହେଇକି ଫେରିଛି, ଏକଦମ କ୍ଳାନ୍ତ ହେଇ ଫେରିଛି। ଦେଖିଲା ସାନ ଭାଇ କ'ଣ କରୁଛି, ଖାଉଛି। କହିଲା ଖାଇବାକୁ ଦେ। ନା ନା ମୁଁ ଭୋକ ହେଉଛି, ଖାଉଛି। ସେଥିରୁ ସେ ଗୋଟେ ସ୍ପଷ୍ଟ ଉଚ୍ଚାରଣ କଲା, ବଡ଼ ଭାଇ, ମୋ ଜନ୍ମଗତ ଅଧିକାରକୁ ମୁଁ ତୋତେ ଦେଇଦେଇ ମୋତେ ଖାଇବାକୁ ଦେ। ମା ୟାକୁ ଅର୍ଥ କରିଛନ୍ତି, ଜନ୍ମଗତ ଅଧିକାରର ଅର୍ଥ ହେଉଛି ଯେ ଆତ୍ମା ପ୍ରାପ୍ତି କରିବାର ଅଧିକାର। ପ୍ରତ୍ୟେକ ବ୍ୟକ୍ତି ତାର ନିଜସ୍ୱ ରାଇଟ୍ ଅଛି, ଅଧିକାର ଅଛି ଆତ୍ମାକୁ ଅନୁଭବ କରିବା ପାଇଁ। ଖାଇବା ଲୋଭରେ ତାକୁ ସେ ଦେଇଦେଉଛି। ଠିକ୍ ଏକ୍ଜାକ୍ଟଲି ଆମେ ସେଇ ଅବସ୍ଥା ଦେଇକି ଯାଉଛୁ। ଆମର ଯେଉଁ ସମସ୍ତଙ୍କର ଅଧିକାର ଅଛି ନଟ୍ ଟୁ ସଫର୍, ହଇରାଣ ହେବନି, ଯନ୍ତ୍ରଣା ପଡ଼ିବନି, ଅସୁବିଧାରେ ପଡ଼ିବନି। କିଛି ପ୍ରଲୋଭନ, କିଛି ଉତ୍ତେଜନା, କିଛି ଲୋଭ ଆମକୁ ସେ ଜନ୍ମଗତ ଅଧିକାରରୁ, ସୁଖରେ ରହିବାର ଅଧିକାରରୁ ବଞ୍ଚିତ କରିଛି, ଆନନ୍ଦ ରହିବାର ଅଧିକାରରୁ ବଞ୍ଚିତ କରିଛି। ଆୱାର ମାଇଣ୍ଡ, ଆୱାର ଲାଇଫ୍ and our body have become today far more conscious and consciously powerful. ଆମର ମନ, ପ୍ରାଣ, ଶରୀର ଅନ୍ୟ ଯୁଗ ଅପେକ୍ଷା ଏ ଯୁଗରେ ବହୁତ ସଚେତନ ହେଇଛି, ଶକ୍ତିମାନ ହେଇଯାଇଛି, ଶକ୍ତି ପରିପ୍ଲୁତ ହେଇକି ସଚେତନ ହେଇଛି। ସାଧାରଣ ସଚେତନ ହେଇନି। ଇଣ୍ଟେଲିଜେଣ୍ଟ ୱିଲ୍ ଶବ୍ଦର ଅର୍ଥ ହେବ ସେ ତାର ସଂକଳ୍ପ ଅଛି, ଜାଣିଛି, ସାଧାରଣ ଜାଣିବା ନାହିଁ, ବୁଦ୍ଧିଯୁକ୍ତ ଜାଣିବା ଅଛି। What was familiar known as the mind and mind of the mind, life of the life, the body of the body has vanished, all art meant. ଘଟଣା ହେଉଛି ସେ କ'ଣ କରିଛି, ଉନ୍ନତି ସ୍ଥାପନ କରିଛି ମନରେ, ପ୍ରାଣରେ, ଶରୀରରେ। କିନ୍ତୁ ମନରେ ଯେ ମନ, ପ୍ରାଣରେ ଯେ ପ୍ରାଣ, ଶରୀରରେ ଯେ ଶରୀର, ତାକୁ ସେ ଭୁଲି ଯାଇଛି। ତାମାନେ ଲୋକ କ'ଣ କରିଛନ୍ତି, ଆମେ କ'ଣ କରିଛୁ ନା ଆମେ ପୋଷାକ ଧରିଛୁ, କିନ୍ତୁ ପୋଷାକ ଯେ ପିନ୍ଧିଛି ତାକୁ ସାଙ୍ଗେ ସମ୍ପର୍କ ନାହିଁ। ଆମର ପୋଷାକ ସାଙ୍ଗେ ସମ୍ପର୍କ ଅଛି, ପୋଷାକ ଯିଏ ପିନ୍ଧିଛି ତା ସାଙ୍ଗେ ଆମର ସମ୍ପର୍କ ନାହିଁ। The pitch has been taken out. We are now playing with empty stock. Secret thread on which the pearls of life movements were strong has been removed, and they lie about scattered and disjointed. We have enriched our possessions. We have made ourselves more complex and multiple in our becoming. ଆମେ କ'ଣ କରୁଛୁ, ଆକ୍ଚୁଆଲି ଜୀବନର ଯେଉଁ ସୂତ୍ର, ଯେଉଁ ରହସ୍ୟମୟ ସୂତ୍ର, ତାକୁ ଆମେ ହରେଇ ବସିଛୁ। ଯେଉଁ ମୁକ୍ତା ଆମ ସମସ୍ତଙ୍କ ଜୀବନକୁ କ'ଣ କରୁଥିଲା, ଐଶ୍ୱର୍ଯ୍ୟବନ୍ତ କରିଥିଲା, ସେ ମୁକ୍ତାର ସଂସ୍ପର୍ଶରେ ଆମେ ଆସିନୁ ଏବଂ ସେ କେଉଁଠି କେଉଁଠି ପଡ଼ିଯାଇଛି, କେଉଁଠି କେଉଁଠି ସବୁ ଆମ ଜୀବନର ରହସ୍ୟ ପଡ଼ିକି ଯାଇଛି ଏବଂ ଆମେ ଚେଷ୍ଟା କରୁଛୁ। we have enriched our possessions, ଆମର ଅର୍ଥ ସମ୍ପତ୍ତି ଏସବୁ ଆମେ ବଢ଼େଇ ବଢ଼େଇ ଚାଲିଛୁ ଏବଂ ଆମେ ନିଜକୁ ଆହୁରି ଜଟିଳ କରିଦେଇଛୁ, ଆମେ ନିଜକୁ ଆହୁରି କମ୍ପ୍ଲେକ୍ସ କରିଦେଇଛୁ, କିନ୍ତୁ ଆମେ ଅସଲ ବସ୍ତୁକୁ ହରେଇ ବସିଛୁ। The telescope and the microscope in the physical world and a subtler sense in the mind also. We have extended the superficial of our consciousness. ଆମେ ଟେଲିସ୍କୋପ, ମାଇକ୍ରୋସ୍କୋପ ବ୍ୟବହାର କରୁଛୁ, କିନ୍ତୁ ସେ ଟେଲିସ୍କୋପ, ମାଇକ୍ରୋସ୍କୋପ ବାହାର ଜିନିଷ ଖୋଜିବାରେ ସମୟ ଯାଇଛି, ଭିତରେ ଆମେ ଜିନିଷ ଦେଖିନୁ। But with all that and in our haste to be busy about too many things, we have forgotten, left out the account the one thing needful. The one thing needful. ଆମେ ବହୁ ଜିନିଷ ଖୋଜୁଛୁ, ବ୍ୟସ୍ତ ହେଉଛୁ, ଜାଣୁଛୁ, ଯେଉଁ ଜିନିଷ ଦରକାର ସେ ଜିନିଷ ପାଉନୁ। ଆମେ ଯେଉଁଟା ହେଉଛି ଲାଇଫ୍ ସେଭିଂ ମେଡ଼ିସିନ୍, ଲାଇଫ୍ ସେଭିଂ ମେଡ଼ିସିନ୍ଟା ମିଳୁନି, ବାକି ସବୁ ଜିନିଷ ମିଳୁଛି। ଏ ହେଉଛି ବହୁତ ବଡ଼ କଥା, କାରଣ ଆମେ ପ୍ରଥମ କଥା ହେଉଛି ଯେ କେଉଁଟା ଆମର ଦରକାର, କେଉଁ ଜିନିଷ ଦରକାର, ସେ ଜିନିଷଠୁ ଆମେ ଅଟକି ଯାଇଛୁ। ଏ ଘଟଣା ବାରମ୍ବାର ଆମ ଜୀବନରେ ଘଟିଛି ଏବଂ ଏଇଟା ପରମାନେଣ୍ଟଲି ବର୍ତ୍ତମାନ ଘଟୁଛି ଯେ we have lost touch with our soul. ଆମର ଇନମୋଷ୍ଟ ବିଇଙ୍ଗ ସାଙ୍ଗେ ଆମେ ସମ୍ପର୍କ ରକ୍ଷା କରିପାରିନୁ।
We have sought to increase our consciousness, but away from the center of consciousness. आम चेतना को बुद्धि करने चाहूँ, बढ़ाई चाहूँ, किंतु बढ़े बढ़े बढ़ेवा कार्य मूल उत्स दूरे जाइए. So what we have actually gained is not an increase. जेहेतु मूल उत्स आम दूरे जाइचु, आम जहाँ चाहूचु ता एक परिवृद्धि नुहे इन द सेंस ऑफ ए ग्रोथ, एलिवेशन ऑफ कॉन्शियसनेस. चेतनार विकास नुहे, चेतनार विशालता नुहे, किंतु but an accumulation of consciousness, that is to say many forms and external powers and applications of consciousness. आम बाहर ऐश्वर्य को देखीचु, भीतर महानता को देखी पारनु. एटी गोटे कह we have lost something about which you would not know. आम किसी एक वस्तु हर बसचु. यहाँ हूँ ग्रेट सेंस, टाइम ऑफ ए ग्रेट सेंस, तो विशाल अनुभव जो सेंस आम जीवन को चमत्कार कर चलो. आम जहाँ को मु बोली कहूँ से मु आम नुहे, आम ताको बढ़े 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 चलीचु, किंतु पोशाक को बढ़ीचु, चमत्कार ऐश्वर्यमय पोशाक करचु, किंतु पोशाक अंतराल सिंह ना, श्रृगाल गोटे अच्छे. श्रृगाल को जिते पोशाक देले श्रृगाल सिंह भाया हो पार. वी हैव अच्छा तापर कहते ए मल्टीपलिसिटी ऑफ वेराइड independent movements of consciousness that jostle and hurt and limit one another because they are not organized around a fundamental unity. आमे खोजुचु बहुत जिनस, विशालता, वैपरीत्य, ऐश्वर्य खोजुचु, विपुलता खोजुचु, एवं किंतु से आमको समाधान, जीवन समस्या समाधान दे पारुनी. कहीं दे आर नॉट ऑर्गेनाइज्ड अराउंड ए फंडामेंटल यूनिटी. आमर जो मूल वस्तु जहाँ को लेकर बंचा कथा संगे यार संपर्क रोनी. ये हूँ चमत्कार घटना गोटे जो जहाँ आम जीवन समस्या समाधान दिए, हमको मन सजेस्ट करुच्ची ये हूँ तो प्रोब्लेम समाधान, ये समस्या समाधान या प्राण सजेस्ट करुच्ची यह हूँ समाधान, यहाँ ही तो उपाय. किंतु प्रकृति जेहेतु सीटा नुहे आम मिसगाइडेड हो अलग बाटे जावाक आरंभ कर. ये आमको किए गाइड करने अच्छी, आमर बुद्धि आमको चेष्टा कर गाइड करने, बट इट इज ए डैम फेल्युअर. आमर ज्ञान जो तथाकथित ज्ञान चेष्टा कर, आम विज्ञान चेष्टा किंतु लाभ विशेष किसी हो नहीं. फॉर्म्स द पर्सनालिटी ऑफ द मॉडर्न मैन व्हिच इज देयरफॉर टेंडिंग टू बिकम ऑन द होल मोर एंड मोर इल बैलेंस्ड, नेचुरिस्टिक, एटीट्यूडिंग in comparison with the simpler and less equivalent temperament that mankind had in the past. आम चेष्टा करुचु आधुनिक मनुष्य हाँपाई, निजर व्यक्तित्व को एक रूप देवाई एवं अधिक अधिक यथार्थ भाव में जीवन संगे संगति संपन्न हाँपाई. किंतु देखा जाउची प्रकृति ता घटना घटुनी. आम अतीत अतीतर सरलता बा चमत्कारता ए जुगरे नहीं, एटिकार ऐश्वर्य कट चल जाउची. And a good part of Catholicity or liberalism or toleration that has appeared to be more evident in the present day human consciousness is to be attributed not so much the sense of unity of our identity. It is a natural and inevitable outcome of the real growth in consciousness. जो विश्व मनुष्य सरलता, मनुष्यर ऐश्वर्य भाव एवं चेतनार विकास एवं एक मुक्त अवस्था, परस्पर को सहाय कर अवस्था, ये हूँ प्रकृति रे एक चेतनार विकासर फल. ये बाहर कौन वस्तु द्वारा आसोनी. रेदर टू द डाउट एंड इंडिसिशन एंड हेजिटेशन, टू द एग्नोस्टिसिज्म एंड डायलेटेशन एंड सिनेसिज्म ऑफ ए प्लुरलिस्टिक कॉन्शियसनेस. ये हूँ एक आवे एक प्रकम चेतना, जो चेतना निजको भाव गोटे रकम कौन कहे समाधान नहीं चेष्टा करुच्ची एवं द्वंद्व भितर बाहर करने चेष्टा करती. कहते प्रिजनर ऑफ इंडिसिशंस. प्रिजनर ऑफ इंडिसिशंस हूँ द्वंद्व द्वारा तुम्हें बंधाई जाइए. प्रिजनर हूँ बंदी हवा, मुझे जमा ठीक कर पारे कौटा ठीक कौटा भूल, ए बाट जी से बाट जीविनी,
एकथा करी से कथा करबिनी एई मनोभाव द्वारा मु बंधी होइके रहिछि मु ठीक जगह पाई पारुनी बाट पाई पारुनी cut away from the soul from the central fount of its being आत्मा रु विच्छिन्न होइकरी आत्मा रु उत्सरु अलगा होइकरी the human consciousness has been as it were desiccated and pulverized मनुष्य चेतना खंड खंड हो जाइछि गुंड हो जाइछि it has been thrown wholly upon the multifarious external movements and bears appearance of a thirsty shifting expanse of desert land मन होछि जेमि मरुभूमि भीतर आमे चलीछु शोष होछि पानी पीवा को पानी किछि नाही सब रकम चेष्टा करछु जल मिलुनी तृष्णा रे आतुर होइके आमे दौड़छु ये होछि वर्तमान अवस्था जेतेबेले आमे आमर सोर्स ऑफ एक्शन होछि काम करिवार जो भित्तिभूमि जोठु कामर प्रेरणा हमको मिलुछि जोठु हमको बुद्धि मिलुछि आम भीतर जो अंश आमको कोटा ठीक कोटा भूल देखे दौची बा जहाँ द्वारा परिचालित हवा को आम सिद्धांत नहींचु से इटसेल्फ इन ट्रबल ताही द्वंद्व परिपूर्ण तेणु जो कार्य आम होची से कार्य गुड़िक द्वंद्व परिपूर्ण हो जाउची आमे कौन कोटा आशा करूँ कोटा को आशा करबी कोटा को ग्रहण करूँ कोटा को प्रत्याख्यान करूँ यहीटा जे सिद्धांत नौची से निजे द्वंद्व भितर रही यही हूँ आम असुविधार कारण Indeed, a peculiar aridity has invaded the modern consciousness. The sap has dried and once made life fresh and green and glad. ये गोटे समय जहाँ जीवन को सुंदर करतला मुक्त करतला सबुज करतला आनंदमय करतला से उत्स सुखी जाइए मन पानी खोलबू तो आम पानी खोलिकी जो पानी गिलास पीले आनंद लगुला सुख लगुला तृष्णा मेटी जाऊला से पानी आ मिलूनी खोलिले On the contrary, अन्य पक्षरे we are attached to more than ever, but the attachment has come upon like a morbid hunger. आमे आसक्त रहीचु किंतु आसक्ति एक दुख विषादमय क्षुधारे परिणत होइछि या समाधान आनिक दउनै and so we have the lust for life we know not the joy of life जीवन कामना वासना परिपूर्ण होइछि जीवनर आनंद हजि जाइछि जीवन आनंदमय नहीं we lay an inordinate stress upon the body शरीर पर एक अजथा गुरुत्व आम दौचु upon what is external and superficial upon the matter of life जहाँ बाह्य एकदम बाहर वस्तु जहाँ जीवन संगे विशेष संपर्क नहीं suffer from a simultaneous recoil and disgust for it धीरे धीरे आम तादर विरक्त हो जाऊँ निजको अलगा कर देचु human nature has been rent in twain and life has lost its unity of rhythm मनुष्य प्रकृति नष्ट हो जाइए मनुष्य प्रकृति शुष्क होती नष्ट हो जाइए एवं अंतर संगतिर आनंदर जो सुर से सुर हजि जाइए The old world and no experience of the self division the old world had no experience of the self division पुरातन जगत रे यही अवस्था केबे नथिला आगुरु इट हैड ए फ्रैंक एंड फुल जॉय इन थिंग्स ऑफ लाइफ से पुरातन जगत गोटे शुद्ध भाव जीवन कार्यकलाप एक आनंद सुख पाऊला से बहुत बढ़िया गप अच्छी इट इज ए स्टोरी जे जड़े लोक कौन कर फरेनर आसुँच समुद्र कूल को देखा से शोई जड़े व्यक्ति शोई जान से गप शोची धरिकी पचारे तुम शुच कहीं ना कहीं कौन लगे जाऊन धर ये माछ धर अन्य तुम सांग मैंने धरते तुम शोच ना माछ मुझे धरी सारे ना 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 आउ अधिक धर ना अधिक धरी कौन हम ना अधिक भाव में माछ रख टा रख ना टा रखिले कौन हम ना भल शोब ना शोच तो अधिक कौन कर नीड जोटा जोटा नीड आवश्यक जोटा सेटा आम बुझी जाइए कौटा आम आवश्यक जीवन को गोटे बहुत बड़ कथा हो जीवन को किए दे पारे सुख माने जीवन एक अर्थ रही जीवन अर्थ रही मन कर तो परीक्षा उठीज परीक्षा जो उठीज आम जब बाह्य दृष्टि देखू एकदम पिला पढ़े कहीं
ପିଲାଙ୍କର ପଢ଼ିବାର ଆଗ୍ରହ ଯଦି ଜାଣିବା ପାଇଁ ହୁଏ, ଶିଖିବା ପାଇଁ ହୁଏ, ପରୀକ୍ଷା ଉଠୁ ନ ଉଠୁ ସେମାନେ ନିଶ୍ଚୟ ପଢ଼ିବେ। ସେଇ ଗୋଟିକ ଆମେ ନ କରିକିରି ଆମେ ତାଙ୍କୁ ପରୀକ୍ଷାର ରୂପକ ବସ୍ତୁରେ ପକେଇ ଦେଇଛୁ। ସେଇଥିରେ ସେମାନେ ଭୁଲି ଯାଉଛନ୍ତି ଯେ କୋଉ ସକାଶେ ଆମେ ପଢ଼ୁଛୁ ବୋଲି। ନାଳନ୍ଦା ଆଉ ତକ୍ଷଶିଳା ଏ ଯେଉଁ ୟୁନିଭର୍ସିଟି ଥିଲେ ସେମାନଙ୍କର ପରୀକ୍ଷା ବି ହେଉଥିଲା ଆଡ଼ମିଟ୍ କଲାବେଳେ। ପରୀକ୍ଷା କିଏ କରୁଥିଲା? ଗେଟ୍ରେ ଜଣେ ବସିଥିବ, ସେ ଆଲାଉ କରିବ ୟୁନିଭର୍ସିଟି ଭିତରକୁ, ତା ପ୍ରଶ୍ନ ଉତ୍ତର ଦେଲେ। ଯଦି ଉତ୍ତର ଦେଇ ନ ପାରିବ ୟୁ ଆର୍ ନଟ୍ ଆଲାଉଡ୍। ଏଇଠୁ ଜଣାପଡ଼ିବ ଜଣେ ୟୁନିଭର୍ସିଟିରେ ପଢ଼ିପାରିବ କି ନାହିଁ। ଆମର ତ ଗେଟ୍ରେ କେହି ବସୁନାହାନ୍ତି। ଆମେ ଯିଏ ପରୀକ୍ଷା କରୁଛନ୍ତି ସେ ପରୀକ୍ଷା କପି ବି ହେଉଛି, ସେ କପି କରିବା ପ୍ରଶ୍ନ ଉଠୁନଥିଲା। ତାପରେ ପଢ଼ି ସାରିଲା ପରେ କୌଣସି ସାର୍ଟିଫିକେଟ୍ ମିଳୁନଥିଲା। କାରଣ ଯଦି ମୁଁ ଜାଣିଛି ପଢ଼ିବାଟା, ଜ୍ଞାନ ପାଇଛି, ଜୀବନରେ ତାକୁ ପ୍ରୟୋଗ କରିପାରିବି, ସାର୍ଟିଫିକେଟ୍ ମୋର କ'ଣ ଦରକାର? ବର୍ତ୍ତମାନ କ'ଣ ପଢ଼ା ହେଇଛି, ପଢ଼ାଟା ସାର୍ଟିଫିକେଟ୍ ସର୍ବସ୍ୱ ହେଇଯାଇଛି। ଯଦି ସାର୍ଟିଫିକେଟ୍ ସର୍ବସ୍ୱ ପଢ଼ା ହେଇଛି ତାହେଲେ କୌଣସି ସାର୍ଟିଫିକେଟ୍ ହାସଲ କରିଦେବା ଭଲ। ଇଏ କ'ଣ ହେଇଛି ନା, ଦୁଇ ଜଣ ପିଲା ଥିଲେ, ସେମାନେ କ'ଣ କଲେ ନା ଅପେକ୍ଷା କରିଛନ୍ତି ଟିଚର କେବେ ପରୀକ୍ଷା ହଲରୁ ବାହାରିବ। ସେ କହିଲେ ଯେ ଟିଚର ବାହାରିବେ, ଅପେକ୍ଷା କରିଛନ୍ତି, କୁଆଡ଼େ ଗଲା ସେ ଆସୁନାହାନ୍ତି। କହିଲେ କେମିତି ଖବର ପାଇଗଲେ ବୋଧେ ଆମେ ଅପେକ୍ଷା କରିଛୁ ବୋଲି, ସେଥିପାଇଁ ଆସୁନାହାନ୍ତି। ଆଉ ଏଇ ସମୟରେ ତାଙ୍କର ଆଉ ଜଣେ ଲୋକ ଆସିଲେ, ସେ ହେଉଛନ୍ତି ତାଙ୍କର ମନିଟର ଭଳିଆ। ସେ କହିଲେ ମନିଟର ଆସିଲେ ଆମେ ପଚାରିଦେବା। ଆଉ କହିଲେ ମନିଟର ପଚାରିଲେ ତୁମେ କାହିଁକି ଠିଆ ହେଇଛ? ନା ଆଜ୍ଞା ସେ ଟିଚର ବାହାରିକି ଆସିছে, ଆମେ ତାଙ୍କୁ ଢେଲା ମାରିବୁ ବୋଲି ଠିଆ ହେଇଛୁ। ନା କାହିଁକି? ନା ଛଡ଼େଇ ନେଇଗଲେ କାଗଜ କପି। ଆଉ ନା ତୁମ ଗୋଟେ ଏଡ଼େ ମୂର୍ଖ, ତାଙ୍କ ମନିଟର କହିଲା, ତୁମକୁ କପି ଛଡ଼େଇ ନେଇଛନ୍ତି, ରିପୋର୍ଟ କରିନାହାନ୍ତି, କିଛି କରିନା। କ'ଣ କହିଲେ? ନା କହିଲେ ତୁମେ ନେଇଯାଉଛି, ତୁମେ ନିଜେ ଲେଖ, ମନରୁ ଲେଖ, କପି କରନି। ନା ତ କେତେ ଭଲ କରିଛନ୍ତି ତୁମକୁ, ତୁମକୁ ଏତିକି ବୁଝ, ତାଙ୍କୁ ମାରିବା ପାଇଁ ବସିଛ, ଧରା ପଡ଼ିଲେ ଯିବ ଜେଲ୍। କ'ଣ କରିବ? ନା ତୁମେ ପାସ୍ କରିଯିବ। କେମିତି ପାସ୍ କରିବ? ନା ଠିକ୍ ଅଛି, ବୁଝିକି ଆସ କୁଆଡ଼େ ଖାତା ଗଲା ବୋଲି। ସେତେବେଳେ ମାନେ କହିଲେ ବୁଝିଲେ କହିଲେ ଯେ ଗୋଟେ ଜାଗାରେ ବୁଝିବନି, ପିଅନ ପାଖରେ ବୁଝିବ, କ୍ଲର୍କ ପାଖରେ ବୁଝିବ, ଠିକ୍ ନା ଭୁଲ ଜଣାପଡ଼ିଯିବ। ସେଥିରୁ ବୁଝିଲେ ଯେ ହଁ କେଉଁଠି ଗଲା, ଦୁଇ ଟଙ୍କା ମିଳିଗଲା। ଏ କ୍ଲର୍କ ଟିକେ ଅଧିକା ପଇସା ନେଲା, ପିଅନ କମ୍ ପଇସା ନେଲା, ହେଇଗଲା। ତାପରେ ନେଇସାରିଲା ପରେ କହିଲେ ଆଜ୍ଞା କ'ଣ କରିବୁ? ନା କାଲି ଜଣାପଡ଼ିଗଲା ମେରିଆ ମହାନ୍ତି ତାଙ୍କ ନାଁ, ଯାହାଙ୍କର ନାଁ ଯାହାଙ୍କ ପାଖକୁ ଖାତା ଯାଇଛି ସେ ବ୍ରହ୍ମପୁରରେ ଲୋକ, ଖ୍ରୀଷ୍ଟିଆନ ଲୋକ। ସେ ହେଉଛି ତୁମେ ରେଡ଼ି ହେଇକି ଯାଅ। ନା କ'ଣ କରିବୁ? ନା କାଲି ସକାଳୁ ଆସି ପହଞ୍ଚ। ସକାଳୁ ଯେମିତି ପହଞ୍ଚି, ନା ଏମିତିଆ ପୋଷାକ ହେବନି, ଯେଉଁ ମୁନିଆ ଜୋତା ଆଉ ହେବନି, ମଇଳା ଲୁଗାଟେ ପିନ୍ଧିବ, ଗାମୁଛା ଗୋଟେ ପକାଇବ, ଏମିତି ହେଇକି ତୁମେ ଆସିବ, ତାହେଲେ ଯାଇକି ସେ ଶୁଣିବେ। ଯାଇକି ପହଞ୍ଚିଲେ, କହିଲେ ଗୋଟେ କଥା, ମୁଁ ଯେତେବେଳେ ମୁଣ୍ଡରେ ହାତ ମାରିବି ତୁମେ ହାତ ଯୋଡ଼ିକି ପ୍ରଣାମ କରିବ, ଏକଦମ ପୁରା ତଳେ ଲାଗିକି। ମୁଁ ଯେତେବେଳେ ଗୋଡ଼ ହଲେଇବି ତୁମେ ଗୋଡ଼ ତଳେ ପଡ଼ିଯିବ। ସେଟା ଯେତେବେଳେ ମୁଣ୍ଡରେ ଏମିତି ଆଖିରେ ହାତ ମାରିବି କାନ୍ଦିବ ଜୋରରେ। ସେଥିରୁ କହିଲା ଶୁଖିଗଲେ ଟିକେ, ତାପରେ ଗପ ଲମ୍ବା ଅଛି, ମୁଁ ଛୋଟ କରିଦେଉଛି। ତାପରେ ଯାଇକି ପହଞ୍ଚିକି ମେରିଆ ମହାନ୍ତି ବିଷୟରେ ଶୁଣିଲେ। ମେରିଆ ମହାନ୍ତି ଏମିତି ଏମିତିଆ ଲୋକ, ଇଏ କର। ଯାଇକି ପହଞ୍ଚିଲେ, ତୁମେ ଦୁଇ ଜଣଙ୍କୁ ବାହାରେ ରଖିଦେବେ, ଭିତରେ ପହଞ୍ଚିଲେ। ତାଙ୍କ ଘରେ ଯିଏ ଥିଲା ବ୍ୟକ୍ତି ତାଙ୍କୁ ପଚାରିଲେ ମ୍ୟାଡ଼ାମ୍ କାହାନ୍ତି, ଦିଦି କୁଆଡ଼େ ଗଲେ? ନା ସେ ପୂଜା କରୁଛନ୍ତି, ଏଇଠି ବାହାରେ ଯିବେନି। ନା ଇଏ 5 ଟଙ୍କା ରଖ, ପାନ ଖାଇବୁ, ସେ ଆସିଲେ ମୋତେ କହିବୁ। ନା ବର୍ତ୍ତମାନ ଆସ, ବସିଦେଲା। ବସି ଦେଇକିରି ସାଙ୍ଗେ ସାଙ୍ଗେ ମେରିଆ ମହାନ୍ତି ଆସିଲେ, ଏ ଯାଇକି ପ୍ରଣାମ କଲେ। କହିଲେ ଆଜ୍ଞା ମୁଁ 2 ଜଣ ପିଲା, ମୁଁ ଚର୍ଚ୍ଚରୁ ଆସିଲା ବେଳକୁ ସେମାନେ ଠିଆ ହେଇଥିଲେ, ଯେମିତି ଠିଆ ହେଇଛନ୍ତି ମୋର ସନ୍ଦେହ ହେଲା ଏମାନେ ଗୋଟେ ଅଲଗା ଖରାପ ଉଦ୍ଦେଶ୍ୟ ଅଛି। ପଛରେ ଦିନ ଯାକ ସୁଇସାଇଡ଼୍ କରିବେ ବୋଲି ଠିଆ ହେଇଛନ୍ତି, ପ୍ରୋଟେକ୍ସନ୍ ସାଇନେଟ୍ ରଖିଛନ୍ତି ହାତରେ। ନା କାହିଁକି ସୁଇସାଇଡ଼୍ କରିବେ? ନା ପରୀକ୍ଷା ଦେଉଥିଲେ, ଭଲ ପିଲା, ପରୀକ୍ଷା ଦେଇଛନ୍ତି। ଏଇ ସମୟରେ ଟେଲିଗ୍ରାମ ଆସି ପହଞ୍ଚିଲା, ୟାଙ୍କର ବାପା ମରିଗଲେ, ୟାଙ୍କର ମା ମରିଗଲେ। ସେଥିରୁ କହିଲେ ସେଇଥିପାଇଁ ମାନେ କହିଲେ ଯେ ଆମେ ସୁଇସାଇଡ଼୍ କରିଦେବୁ ବୋଲି, ପରୀକ୍ଷା ଦେଇପାରିଲେନି। ସେଥିପାଇଁ ଆମେ କହିଲି ମୁଁ ଆପଣଙ୍କ ସାଙ୍ଗେ ଦେଖା କରିବୁ, ଯଦି ଆପଣ କୃପା କରିବେ, ଦୟା କରିବେ, ମାନେ କ'ଣ କରିବେ, ଚେଞ୍ଜ ହେଇଯିବେ, କରିବେନି। କହିଲେ ଆଚ୍ଛା ହଉ, ତାଙ୍କୁ ଡକା ହେଲା। ସେମାନେ ଆସିକି ଯେମିତି ଗୋଡ଼ ହଲେଇ ଦେଲେ, ଯେମିତି ଗୋଡ଼ ହଲେଇ ଦେଲେ ସାଙ୍ଗେ ସାଙ୍ଗେ ଲମ୍ବେଇକି ପଡ଼ିଗଲେ। ଆଉ ଯାହା ଫର୍ମୁଲା ଶିଖିଥିଲେ, ଲମ୍ବେଇକି ପଡ଼ିଗଲେ। କହିଲେ କ'ଣ ହେଇଛି? ନା ଏମିତି ତାପରେ କଥାବାର୍ତ୍ତା ହେଲା। ସେଥିରୁ ଏମିତି 2ଟା ବାଇବେଲ ନେଇ ଯାଇଥିଲେ ସାଙ୍ଗରେ,
बाइबल रखिले कहते बाइबल पढ़ ना आज्ञा सबुदिन पढ़ तापर गले जाइए देखिक आसले कहले कहले जे भगवान का बहुत कृपा प्रभुकर तुम अल्प पास मार्क कम था मुझे ठीक करदेली सबुदिन बाइबल पढ़ किसी असुविधा हेनी बसैले चाह बिस्कुट खाया देले विदा करके आसले आमर कहवा गपर उद्देश्य हूँ जे आमर एंटायर जिनस कनसेंट्रेट कर गोटे विषय पाठ पढ़ापी के पाठ पढ़े परीक्षा पास करने पड़े तापर से कहते इट मे बी इन ओल्ड वेज वी एंजॉयड लाइफ अच्छा इट हैड ए फ्रैंक एंड फुल जॉय देयर वाज नॉट इन दिस मिक्सचर दिस helmet on to be or not to be an unreasoned barbaric life impulse suckled over with the pale and overthought that troubles the modern consciousness गोटे साधारण चेतना मनुष्य चेतना को कौन असुविधा पकाए ता हूँ एक शुष्क परिवेश जहाँ मुंडे क्रिएट हुए हृदय शुष्क हो जाए कौटा करी कौटा न करी बुझीपारे इन ओल्ड डेज पुरातन काल में व्हाइल वी एंजॉयड लाइफ वी आर नॉट विदाउट द टेस्ट फॉर लाइफ जिते जीवन को आम पुरातन काल में जो जीवन को जन अनुभव करता से जीवन स्वाद भी चाखी शुष्क ही नथिले वी आर यूथफुल एंड इन फुल पोजेसन ऑफ द धर्म ऑफ यूथ तरुण थे तारुण्यर सब गुणमान भितर एंड व्हेन वी लेफ्ट द वर्ल्ड एंड लाइफ वी चेरिश नो रिग्रेट जिते बड़े संसार जीवन छाड़ा पड़े अनुताप किए कर we did it wholeheartedly we are young and our movements were whole and entire आमर सब न था लास्ट बानप्रस्थ था सब सन्यास था बानप्रस्थ काल कहीं चिंता करेनि जे तरुण बेले जहाँ थे आउ थे हे जीवन को पूरा एंजॉय करेंगे जानवे तापर छाड़ी चलि गला बेलू अलग रकम भाव नहीं जी इट मे बी सेड that was an age of unthinking innocence but in the attempt to gain the richness of old age consciousness we have lost the simplicity the spontaneity and the integrality of knowledge आम जो तारुण्यर जो महत्व ता धीरे धीरे हर बस हूँ तार असुविधा जिते बड़े आम तरुण थिलु जीवन को उपभोग करूँ धीरे धीरे पदक्षेप गोटे नहीं आसलु किंतु आम छाड़ी कौटे आसलु youth is the price that we have paid with our present nature we are not merely enjoy but we want to know that we cannot enjoy a thing unless the very act we weigh and dissect scrutinize the object and ourselves to into the bargain आम जीवन को द्वंद्व परिपूर्ण कर देचु आम जोटा चाहूलु आम जीवन भीतर जो रसता आम पाऊँ यही भाव में आम जीवन भीतर रहीकि जीवन टू दूर रोचु या धीरे धीरे बुझे आरंभ कर मूल कथा हूँ जीवन को एंजॉय करार उपभोग करार मूल वस्तु कौटी रही जीवन को उपभोग करार किए उपभोग कर जीवन को जो द्वंद्व चेतना सीमित क्षुद्र चेतना ता द्वारा जीवन को उपभोग कर जाए एक सोल कन्सियसनेस एक डीपर कन्सियसनेस ता जदि आम नॉर्मल वे ऑफ लाइफ हम ताल जीवन को उपभोग कर ये हूँ बड़ कथा तेणु आम इट इज ए टाइम ऑफ ग्रेट सेंस कहुए एक बहुविक महान चेतनार समय बर्तमान से बाहर कौन सी केवल रोगर समाधान केवल मेडिकल गोटे करदेगले समाधान हेनी गोटे डाक्तखाना करदेगले समाधान रोगर हेनी रोगर समाधान आउ कि वस्तु दरकार तेणु आम जो भावुँ जे ये जिनस मोर ना गोटे टेलीफोन आसला आउ गोटे टेलीफोन आसला गोटे घर है आउ गोटे घर है आउ गोटे घर है एमती है सी है यही भाव में आम जीवन जाऊँगी नॉर्मल वे ऑफ लाइफ विथ जॉय एंड लव एज द बेसिस यू हैव लॉस्ट इट तेणु आम जदि प्रकृति भल बचापी चाहूँ भल जीवन यापन करने चाहूँ गोटे वस्तुता दरकार तार एक गभीरतर चेतनार आविष्कार दरकार एवं नॉर्मल वे ऑफ लाइफ आम जब यही प्रश्न उठब शिवलिंग योग साधना करती अनुरक्त थी व्यक्ति केमती भाव जीवन यापन कर तार प्रथम कार्य हम निज भितर एक गभीरतर अंश शांत धीर स्थिर ताको खोजी बाहर करवा
ବୁଝିହେଲା। ଆମ ସମସ୍ତଙ୍କ ଭିତରେ ଏକ ଅଂଶ ରହିଛି ଯାହା କୌଣସି ଦୁଃଖେଷୁ ଉଦ୍ବିଗ୍ନମନା ସୁଖେଷୁ ବିଗତ ସ୍ପୃହ, ଯାହା ଦୁଃଖରେ ଭାସିଯାଏନି, ସୁଖରେ ନାଚି ପକାଏନି। ଏମିତି ଏକ ଶାନ୍ତ ସ୍ଥିର ଅବସ୍ଥା ରହିଛି। ସେ ଅବସ୍ଥାକୁ ମେଣ୍ଟେନ୍ କରିକି ଚାଲିବା, ଏଇଟା ଇଜ୍ ଦ ଫାର୍ଷ୍ଟ ଷ୍ଟେଜ୍। ଏବଂ ସେ ଚାଲିଲେ ତାର ଅନେକ ଗୁଡ଼ିଏ ବସ୍ତୁ ଦେଖାଦେବ। ଥରେ ସେ ଅବସ୍ଥା ପାଇଁ ଇଚ୍ଛା କଲେ ଯେଉଁ କାମ କର, ଖାଇଲା ବେଳେ, ଗାଧେଇଲା ବେଳେ, ହସିଲା ବେଳେ, କଥାବାର୍ତ୍ତା କଲାବେଳେ ଭିତରର କିଛି ଅଂଶ ଶାନ୍ତ, ଧୀର, ସ୍ଥିର ଏବଂ ବିଶାଳ ଥିବ, ବା ଅନ୍ୟ ଭାବରେ ତାକୁ ଅଲଗା ଭାବରେ ରୂପ ଦିଆଯାଏ ଯେ ଗୋଟେ କେଉଁ ଅଂଶ ମାଙ୍କୁ ଡାକୁଥିବ ଭିତରେ, ଗୋଟେ କେଉଁ ଅଂଶ ମାଙ୍କୁ ବିସ୍ମରଣ ଡାକୁଥିବ। ଏଇ ବେସିସ୍ରେ ଆମେ ଦୈନନ୍ଦିନ ଜୀବନ ଯାପନ କରିବା। ଦେଖୁ ଜୀବନ ଆଉ ଏକ ରକମ ଗୋଟେ ଏକ୍ସପେରିମେଣ୍ଟ ହେଇଯିବ। ଏଭ୍ରି ଡେ ସବୁଦିନ ସକାଳୁ ସୂର୍ଯ୍ୟ ଉଇଁବା ମାନେ ଗୋଟେ ପ୍ରମିସ୍ ନେଇକି ସେ ଆସୁଛନ୍ତି, ଆଜି ଆଉ ବେଟର୍ ହେବ, କାଲିଠାରୁ ଆଜି ଦିନଟା ଆହୁରି ଭଲ ହେବ, ଆଉ ଏକ ମଜା ହେବ, ଚମତ୍କାର ହେବ। ଏଇ ଭାବରେ ଆମେ ଏକ ମହତ୍ତର ଆନନ୍ଦର ଗଭୀରତର ଜୀବନ ଯାପନ କରିବା।